ସକାଳ ସାଙ୍ଗମାନେ ଏଇଟା ହେଉଛି ଗାଁର ଦୃଶ୍ୟ। ସକାଳୁ ସକାଳୁ ବ୍ଲଗ୍ଟି ମୋର ଷ୍ଟାର୍ଟ ହେଇଗଲା। ତ ଆଜି ଅଛି ଆମର ଭୋଜି। ତାପରେ ମୁଁ ମୋର ସକାଳୁ ଯେଉଁ ବାସି କାମ କୁହନ୍ତି ଗାଁର, ତ କାର୍ଯ୍ୟକ୍ରମ ଆରମ୍ଭ କରିଦେଲି। ଘର ସବୁ ଝଡ଼ାଝଡ଼ି କରି ପୋଛାପୋଛି କରି ପରିଷ୍କାର କରିଦେଲି। ତାପରେ ମୁଁ ମୋର ଗାଧୋଇ ପାଧୋଇ ଆସିଗଲି ରେଡ଼ି ହେଇକି। ଆଉ ଚାଲି ଏବେ ମାନେ ରୋଷେଇ କରିବା ପାଇଁ। ରୋଷେଇ କରି ମାନେ ରୋଷେଇଆ ତ ଆସିଛନ୍ତି, ସେମାନଙ୍କର ଭୋଜି ଭାତ ହେବ, ସେମାନେ ରାନ୍ଧିବେ। କିନ୍ତୁ ଘରେ ଯେଉଁ ପୁରୀ ଡାଲମା ହେବ ପିଲାମାନେ ଖାଇବେ, ଆଉ ଯିଏ ଯେମିତି ଖାଇବେ, ସେଥିପାଇଁ ନଣନ୍ଦ ଭାଉଜ ଆମେ ଆମର ପୁରୀ ଛାଣୁଛୁ। ଏଠି ତିନି ଭଉଣୀ ତାଙ୍କର ବସିକିନା ଖାଉଛନ୍ତି। ତାପରେ ମୁଁ ମୋର ହାଣ୍ଡିଶାଳେ ରହେ, ପାଗ ହୁଏ ଗୋଟେ ଆମର, ତ ହାଣ୍ଡିଶାଳେ ରହିବ, ସେଇଟା ମୁଁ ପାଗ ରାନ୍ଧିକି ହାଣ୍ଡିଶାଳେ ରଖିଲି। ଆଜିର ଆମର ଆଇଟମ୍ରେ ହେଇଥିଲା ଭାତ, ଡାଲି, ଖଟା, ନବରତ୍ନ ତରକାରୀ, ତା ସହିତ ଥିଲା ପୋଟଳ ରସା, କ୍ଷୀରି, ପାମ୍ପଡ଼। ତ ଏତିକି ଆଇଟମ୍ ହେଇଥିଲା। ଭୋଜି ଭାତ ଆରମ୍ଭ ହେଲା। ଆଉ ଫ୍ରେଣ୍ଡସ୍ ରହିଲି, ଯଦି ଭିଡ଼ିଓ ଭଲ ଲାଗେ ଲାଇକ୍ କରିବେ। ଜୟ ଜଗନ୍ନାଥ। ବାଏ।